ରାଧେ ରାଧେ ଦଶମ ଶ୍ରେଣୀ ସାହିତ୍ୟ ବହିର ତୃତୀୟ ପଦ୍ୟ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ ଦେଖ ପଢ଼ିବା। ଫାଷ୍ଟ ଦୁଇଟା ପଦ୍ୟର ତୁମର ପଢ଼ା ସରିଛି, ସେଗୁଡ଼ାର ପ୍ରଶ୍ନୋତ୍ତର ମଧ୍ୟ ସରିଛି। ଯେମାନେ ସେ ଭିଡ଼ିଓ ଦେଖିନଥିବ ମୁଁ ଡେସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି, ସେ ଭିଡ଼ିଓ ଯାଇକି ଦେଖିଦେବ। ଏବେ ଦେଖ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ। ରାଘବର ଅର୍ଥ କ'ଣ, ତୁମେ କ'ଣ ବୁଝୁଛ? ରାଘବ ମାନେ କାହାକୁ କୁହାଯାଇଛି? ଶ୍ରୀରାମଚନ୍ଦ୍ରଙ୍କୁ ଏଠି ରାଘବ କୁହାଯାଇଛି, ବୁଝିଲ। ଲଙ୍କାଯାତ୍ରା ଅନୁକୂଳ ତାହେଲେ ତା ମାନେ କ'ଣ? ରାଘବ ରାମଚନ୍ଦ୍ର ସୀତାଙ୍କୁ ଯେତେବେଳେ ରାବଣ ଲଙ୍କାକୁ ନେଇଯାଇଛି, ରାମ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବା ପାଇଁ କ'ଣ କରିଛନ୍ତି? ସମୁଦ୍ରରେ ସେତୁବନ୍ଧ ତିଆରି କରିଛନ୍ତି, ଯାତ୍ରା କରିଛନ୍ତି। ସେଇଟାକୁ କୁହାଯାଇଛି ଯାତ୍ରାନୁକୂଳ, ବୁଝିଲ। ଦେଖ ରାଘବଙ୍କ ଯାତ୍ରାନୁକୂଳର ଏଠାରେ କବି କିଏ ଅଛନ୍ତି? ଉପେନ୍ଦ୍ର ଭଞ୍ଜ ହେଉଛନ୍ତି କବି। ଉପେନ୍ଦ୍ର ଭଞ୍ଜଙ୍କୁ କେଉଁ ଉପାଧି ମିଳିଛି? କବି ସମ୍ରାଟ ଉପାଧି ମିଳିଛି। କବି ସମ୍ରାଟ କହିଲେ କିଏ ବୁଝାଯାଏ? ଉପେନ୍ଦ୍ର ଭଞ୍ଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସେ ସପ୍ତଦଶରୁ ଅଷ୍ଟାଦଶ ଶତାବ୍ଦୀର କବି, ବୁଝିଲ। ତାପରେ ଦେଖ କବି ପରିଚୟ ଆଗେ ପଢ଼ିବା। କବିତାଟାକୁ ପଢ଼ିବା ପୂର୍ବରୁ ଦେଖ କ'ଣ କୁହାଯାଇଛି? ଓଡ଼ିଆ ସାହିତ୍ୟରେ ବଳିଷ୍ଠ କବିତ୍ୱ ପାଇଁ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଭାବେ ପରିଚିତ। ମୁଁ ଯେଉଁ ତୁମକୁ କହିକି ଆସିଲି, କବି ସମ୍ରାଟ କିଏ? ଉପେନ୍ଦ୍ର ଭଞ୍ଜ। ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟର ଭଞ୍ଜନଗର ଅନତି ଦୂରରେ ଅବସ୍ଥିତ ଘୁମୁସୁର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ମନେ ରଖିବ, ସେ କେବେ ଜନ୍ମଗ୍ରହଣ କରିଥିଲେ? ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ, ମାନେ ସରି ଆସିବା ବେଳେ ସପ୍ତଦଶ ଶତାବ୍ଦୀ। ସେତେବେଳେ ସେ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ? ଭଞ୍ଜନଗରର, ମାନେ ଦୂରରେ, ତାଙ୍କ ଜାଗା ନାଁ ହେଉଛି ଭଞ୍ଜନଗର, ବୁଝିଲ। ସେ ସେଇଠୁ ଅନତି ଦୂର ମାନେ କ'ଣ? ଅଧିକ ଦୂରରେ ଥିବା ଗୋଟେ ଗାଁ, ସେଇ ଗାଁ ନାଁ କ'ଣ? ଘୁମୁସୁର ଗାଁର କେଉଁ ବଂଶରେ ଜନ୍ମଗ୍ରହଣ କରିଥିଲେ? ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଦେଖ ଉପେନ୍ଦ୍ର ଭଞ୍ଜ ରାଜତାରକ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ। ସେ ଯେଉଁ କବିତା ରଚନା କରୁଥିଲେ, ସେ କେଉଁ ମନ୍ତ୍ର ଜପ କରିକି କବିତ୍ୱ ଲାଭ କରିଥିଲେ? ରାମ ତାରକ ମନ୍ତ୍ର ଜପ କରିକି କବିତ୍ୱ ଲାଭ କରିଥିଲେ। ମନେ ରଖିବ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ରସିକ ହାରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ, ଛାନ୍ଦଭୂଷଣ ଆଦି କାବ୍ୟ। ମନେ ରଖିବ, ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ କାବ୍ୟଗୁଡ଼ିକର ନାଁ କ'ଣ? ବୈଦେଶିକ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଏଗୁଡ଼ା ସବୁ ମନେ ରଖିବ, ବୁଝିଲ। ତାପରେ କ'ଣ କୁହାଯାଇଛି? ରସପଞ୍ଚକ ଭଳି ଗୀତାତ୍ମକ ଆଳଙ୍କାରିକ କୃତି ଓ ଗୀତାଭିଧାନ ନାମକ ପଦ୍ୟାତ୍ମକ ଶବ୍ଦକୋଷ ଉପେନ୍ଦ୍ରଙ୍କ ଅଳଙ୍କାରର ମନସ୍କ ପାଣ୍ଡିତ୍ୟ ଏବଂ କବିତା ଖ୍ୟାତି କାଳଜୟୀ କୃତି। ବୁଝିପାରୁଛ? ଦେଖ ତାପରେ କ'ଣ କୁହାଯାଇଛି? ତାଙ୍କ ରଚିତ ଚଉପଦୀ ଓ ଚଉତିଶା ଓଡ଼ିଆ ଗୀତି କବିତା ଧାରାରେ ଅପରୂପ ସୃଷ୍ଟି ରୂପ ବିବେଚିତ ହେଇଛି। ତାଙ୍କ ଦ୍ୱାରା ରଚିତ ଚଉପଦୀ ଆଉ ଚଉତିଶା କ'ଣ ହେଇଛି? ଗୀତି କବିତା ଭାବରେ ପରିପୃଷ୍ଟ ହେଇଛି, ବୁଝିପାରୁଛ। ତାପରେ ଦେଖ କ'ଣ କୁହାଯାଇଛି? ରାଘବଙ୍କ ଲଙ୍କାଯାତ୍ରାନୁକୂଳ କବିଙ୍କ ବୈଦେଶିକ ବିଳାସ କାବ୍ୟର 40 ଛାନ୍ଦରୁ ଆନିତ। ଆମେ ଯେଉଁ ଲେଖୁଛେ ଲଙ୍କୁଶ୍ଚେନ ସରଳାର୍ଥ, ମନେ ରଖିବ, ଆମର ରାଘବଙ୍କ ଲଙ୍କାଯାତ୍ରାନୁକୂଳ ଏଇ କବିତାଟା କେଉଁ କାବ୍ୟରୁ ଅଣାଯାଇଛି? ବୈଦେଶିକ ବିଳାସ କାବ୍ୟରୁ ଅଣାଯାଇଛି। କେ ଛାନ୍ଦରୁ? 40 ଛାନ୍ଦରୁ ଅଣାଯାଇଛି। ସର୍ଟ କ୍ୱେଶ୍ଚନର ବି ପ୍ରଶ୍ନ ପଡ଼େ। ରାମକାବ୍ୟ ବୈଦେଶିକ ବିଳାସ 52 ଛାନ୍ଦ ବିଶିଷ୍ଟ ରଚନା। ମନେ ରଖିବ, ରାମଚନ୍ଦ୍ରଙ୍କ ବିଷୟରେ ସେଇ କାବ୍ୟଟା, ସେଇ କାବ୍ୟର ଯେଉଁ ବୈଦେଶିକ ବିଳାସ, ସେଇଟା କେତେ ଛାନ୍ଦ ବିଶିଷ୍ଟ? 52 ଛାନ୍ଦ ବିଶିଷ୍ଟ ବୈଦେଶିକ ବିଳାସ କାବ୍ୟତା, ବୁଝିପାରୁଛ। ତାପରେ ଦେଖ କ'ଣ କୁହାଯାଇଛି? ଏଥିରେ ପ୍ରତ୍ୟେକ ପଦ ବ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ। ଆମର ଅଛି ଯେଉଁ ବୈଦେଶିକ ବିଳାସ କାବ୍ୟଟା, ସେଇ କାବ୍ୟଟା କେଉଁ ଛନ୍ଦରୁ ଲେଖା ହେଇଛି? ତାର ଷ୍ଟାର୍ଟ କେଠୁ ହେଇଛି? ବରୁ ହେଇଛି। ବ ବର୍ଣ୍ଣରୁ ଆରମ୍ଭ ହେଇଛି ଲେଖାଟା, କବିତାଟା। ଲଙ୍କାର ରାବଣ ଦ୍ୱାରା ଅପହୃତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧିବା ବେଳର କଥା ଏହି କବିତାରେ ବର୍ଣ୍ଣିତ। ବୈଦେଶିକ ବିଳାସ କବିତାରେ କ'ଣ ବର୍ଣ୍ଣିତ କରାଯାଇଛି? ରାବଣ ଯେଉଁ ସୀତାଙ୍କୁ ଅପହରଣ କରି ନେଇ ଯାଇଥିଲା, ରାମଚନ୍ଦ୍ର ସୀତାଙ୍କୁ ଉଦ୍ଧାର କରିବା ପାଇଁ, ଅପହୃତା ସୀତାଙ୍କୁ ଉଦ୍ଧାର କରିବା ପାଇଁ କ'ଣ କରିଥିଲେ? ସମୁଦ୍ରରେ ସେତୁ ବାନ୍ଧିକି ଲଙ୍କାକୁ ଯାତ୍ରା କରିଥିଲେ। ସମୁଦ୍ରକୁ ସେତୁ କାହିଁକି ବାନ୍ଧିଥିଲେ? ଲଙ୍କାଟା ସମୁଦ୍ରର ସେପଟେ ଅଛି, ସେଇଥିପାଇଁ ସମୁଦ୍ରରେ ସେତୁ ବାନ୍ଧିକି ଯାଇକି ଲଙ୍କାରେ ଯାଇକି ପହଞ୍ଚିବେ। ସମୁଦ୍ରକୁ ପାର କରିବା ପାଇଁ ଲଙ୍କାରେ ପହଞ୍ଚି ସୀତାଙ୍କୁ ଉଦ୍ଧାର କରିବା ପାଇଁ ଚାହିଁଥିଲେ। ସେଇଟା ଆମର ଆମ କବିତାରେ ଯେଉଁ ଅଛି ଆମେ ପଢ଼ିବା, ବୁଝିଲ। ରାଘବଙ୍କ ଲଙ୍କାଯାତ୍ରାନୁକୂଳ ଏଇ କବିତାରେ, ବୁଝିପାରୁଛ। ତାପରେ ଦେଖ କ'ଣ କୁହାଯାଇଛି? ଉପେନ୍ଦ୍ର ଭଞ୍ଜଙ୍କ ଅଳଙ୍କାର ପ୍ରିୟତା, ଶବ୍ଦ ସଂଯୋଜନ କୌଶଳ ଓ ସମାଜ ପ୍ରତି ନୀତିନିଷ୍ଠ ବାର୍ତ୍ତା
ଏହି କବିତାର ଲକ୍ଷଣୀୟ ବୈଶିଷ୍ଟ୍ୟ ବୁଝିପାରୁଛ। ଉପେନ୍ଦ୍ର ଭଞ୍ଜଙ୍କର ଯେଉଁ ଅଳଙ୍କାର ପ୍ରୀତି ଏଇ ଯେଉଁ ଲେଖାଟାରେ କିରକମ ଅଳଙ୍କାର ଛନ୍ଦ ଲେଖା ହେଇଛି ଆଉ ତାଙ୍କର ଆମର ଯେଉଁ ଲେଖାଟା ଏଇ ଯେଉଁ କବିତାଟା ସବୁଠାରୁ ଫାଷ୍ଟ ଅକ୍ଷର କ'ଣ ବରୁ ଆଦ୍ୟରୁ ଆରମ୍ଭରୁ ହିଁ ବ ଅଛି। ଆଉ ଶବ୍ଦ ସଂରଚନା ତାଙ୍କ ଲେଖା ଗୁଡ଼ାର ଶବ୍ଦ ଗୁଡ଼ାକ ବି କୌଶଳ ବହୁତ ସୁନ୍ଦର ଆଉ ସମାଜ ପ୍ରତି ମାନେ ସିଏ ବହୁତ ଭଲ ବାର୍ତ୍ତା ପ୍ରଦାନ କରିଛନ୍ତି ଏଇ କବିତା ମାଧ୍ୟମରେ। ବୁଝିପାରିଲ, କବିତାଟା ପଢ଼ିଲେ ଯାଇକି ଜାଣିବା କ'ଣ କୁହାଯାଇଛି କବିତାରେ କେ ବାର୍ତ୍ତା ସବୁ ପ୍ରଦାନ କରିଛନ୍ତି। ଦେଖ କବିତା ପଢ଼ିବା ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳଟା ଆମର କେଉଁଠି ଲେଖା ହେଇଛି, କେଉଁ ରାଗରେ ଲେଖା ହେଇଛି, ଆଶାବରୀ ରାଗ ଦ୍ୱାରା ଲେଖାଯାଇଛି। ମନେ ରଖିବ କେଉଁ ରାଗରେ ଲେଖା ହେଇଛି ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ କବିତାଟା ଆଶାବରୀ ରାଗରେ। ବୁଝିଲ, ଦେଖ ଫାଷ୍ଟ ପଦ କ'ଣ କୁହାଯାଇଛି, ବଳିଲା ରାଘବ ଆଶା ସୀତା ପ୍ରାପତିରେ ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ। ତାହେଲେ ତାର ଅର୍ଥ କ'ଣ ହେବ, ସୀତାଙ୍କୁ ଫେରି ପାଇବା ପାଇଁ ରଘୁକୁଳ ତିଳକ ଶ୍ରୀରାମଚନ୍ଦ୍ରଙ୍କ ମାନେ ରାଘବ ଯାହାଙ୍କୁ କୁହାଗଲା ସିଏ ହେଉଛନ୍ତି ଶ୍ରୀରାମଚନ୍ଦ୍ରଙ୍କୁ କୁହାଯାଇଛି ରାଘବ ବୋଲି। ଆଶା ଓ ବ୍ୟାକୁଳତା ବହୁତ ବଢ଼ିଗଲା ମାନେ ବଳିଲା ଯେଉଁ କୁହାଗଲା ସେଇଟାଙ୍କର ଅର୍ଥ ହେଉଛି ବଢ଼ିଗଲା। ସେଥିପାଇଁ ସେ ବିଶାଳ ସମୁଦ୍ରକୁ ମାନେ ସିନ୍ଧୁ ମାନେ କିଏ, ସମୁଦ୍ରକୁ କୁହାଯାଏ ସିନ୍ଧୁ, ବଡ଼ ବଡ଼ ପର୍ବତ ପକାଇ ପୋତି ଦେବାକୁ ଏବଂ ସେହି ସେତୁ ଦେଇ ଲଙ୍କା ଗମନ କରିବାକୁ ବିଚାର କରିଥିଲେ। କିଏ, ରାମଚନ୍ଦ୍ର। ତାପରେ ଦେଖ ତାପରେ ପଦ କ'ଣ କୁହାଯାଇଛି, ବୁଡ଼ିଗଲା ପକାଇଲେ କପି ଯେତେ ଗିରି ବୁଦ ବୁଦ ନଦୀ ସେ ଜଳ ଫି ଫି କୃତ କରି ଯେ। ତାହେଲେ ଏଠି ଦ୍ୱିତୀୟ ପଦରେ କ'ଣ କୁହାଗଲା, ଶ୍ରୀରାମଙ୍କ ଆଜ୍ଞାରେ ବାନର ସେନା, କପି କୁହାଯାଇଛି, କପି ଅର୍ଥ କ'ଣ, ବାନର ସେନା ଯେତେବେଳେ ବଡ଼ ବଡ଼ ପାହାଡ଼ ମାନେ ଗିରିର ଅର୍ଥ କ'ଣ, ବଡ଼ ବଡ଼ ପାହାଡ଼ ଆଣି ସମୁଦ୍ରରେ ଫିଙ୍ଗିଲେ ସେଗୁଡ଼ିକ ଗଭୀର ଜଳରେ ସମ୍ପୂର୍ଣ୍ଣ ବୁଡ଼ିଗଲା। ସେହି ପାହାଡ଼ ଗୁଡ଼ିକ ଏତେ ଶୀଘ୍ର ଜଳ ଗର୍ଭକୁ ଚାଲିଗଲା ଯେ ସମୁଦ୍ର ଜଳରୁ ଫି ଫି ଶବ୍ଦ ହେଲା ସିନା, ହେଲେ ଉପରକୁ ଟିକିଏ ହେଲେ ପାଣି ଫଟକା ବୁଦ ମାନେ କ'ଣ, ପାଣି ଫଟକା ମଧ୍ୟ ଦେଖାଗଲା ନାହିଁ। ଏତିକି ଯାଇ ବୁଝିପାରିଲ ଦୁଇଟା ପଦ ଭଲ ଭାବରେ। ତାପରେ ଦେଖ ତୃତୀୟ ପଦ କ'ଣ ଦିଆଗଲା, ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ ବିନା ସନରେ ଶୟନ ସେ ଦର୍ଭ ଶୟନ ଯେ। ତାହେଲେ ତୃତୀୟ ପଦରେ କ'ଣ କୁହାଗଲା, ପର୍ବତ ସବୁ ବୁଡ଼ି ଯିବାରୁ ଶ୍ରୀରାମ ଦୁଃଖରେ ଦୀର୍ଘଶ୍ୱାସ ମାନେ ବିଷୁଇ ନିଶ୍ୱାସ ତ୍ୟାଗ କଲେ। ଯେଉଁ କୁହାଗଲା ବିଷୁଇ ନିଶ୍ୱାସ ସେଇଟା ହେଉଛି ଦୀର୍ଘଶ୍ୱାସ ତ୍ୟାଗ କଲେ। ସମୁଦ୍ରର ଦେବତା ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ସେ ଅନ୍ନ ଜଳ ତ୍ୟାଗ କରି ବିନା ସନରେ ବିନା ଅସନ ଖାଦ୍ୟରେ କୁଶଶଯ୍ୟାରେ ମାନେ ଦର୍ଭଶୟନ କୁହାଯାଇଛି। ଦର୍ଭଶୟନର ଅର୍ଥ କ'ଣ, କୁଶଶଯ୍ୟାରେ ଶୟନ କଲେ। କିଏ, ରାମଚନ୍ଦ୍ର। କାହାକୁ ପ୍ରସନ୍ନ କରିବା ପାଇଁ, ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ। ବରୁଣ କିଏ, ଜଳ ଦେବତା। ତାପରେ ଦେଖ ବୁଦ୍ଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର ବରଗିଲା ସେ ଶୁକ ସାରଣ କରି ଚାର ଯେ। ତାର ଅର୍ଥ କ'ଣ, କବି କହୁଛନ୍ତି ବୁଦ୍ଧେ ଶୁଣ, ବୁଦ୍ଧେ ଅର୍ଥାତ୍ କ'ଣ, ପଣ୍ଡିତ। ହେ ପଣ୍ଡିତ ଗଣ ଏବେ ଅନ୍ୟ ଏକ ପ୍ରସଙ୍ଗକୁ ଶୁଣନ୍ତୁ। ତାହେଲେ ବୁଝିପାରୁଛ ଯେମିତି ଫିଲ୍ମ ହଉ ଯାତ୍ରା ହଉ ଗୋଟେ ପାର୍ଟ ଅଲଗା ପାର୍ଟ ଜଣଙ୍କର ଥାଏ, ସେଇଭଳି ଭାବରେ ଆଗେ ରାମଙ୍କର କଥା କୁହାଗଲା, ତାପରେ ଏବେ ରାବଣଙ୍କର କଥା କୁହାଯାଉଛି। ଦେଖ ରାବଣଙ୍କର କଥା କ'ଣ କୁହାଯାଇଛି ଏଠି, କ'ଣ କୁହାଗଲା, ସେପଟେ ଲଙ୍କାର ରାଜା ରାବଣ, ଦଶ ଶିର ମାନେ କ'ଣ, ରାବଣ କଥା କୁହାଯାଇଛି। ତାଙ୍କର କ'ଣ 10ଟା ମୁଣ୍ଡ 10 ଶିର, ନିଜର 2 ବିଶ୍ୱସ୍ତ ମନ୍ତ୍ରୀ ଶୁକ ଏବଂ ସାରଣଙ୍କୁ ନିଜର ଗୁପ୍ତଚର, ଚାର ଅର୍ଥାତ୍ କ'ଣ, ଗୁପ୍ତଚର କରି ଶ୍ରୀରାମଙ୍କ ସେନାର ସ୍ଥିତି ବୁଝିବାକୁ ପଠାଇଲେ। ବରଗିଲାର ଅର୍ଥ ହେଉଛି ପଠାଇଲେ। କିଏ, ରାବଣ ପଠାଇଲେ ତାଙ୍କର ଗୁପ୍ତଚରମାନଙ୍କୁ 2 ଜଣଙ୍କୁ, ଶୁକ ସାରଣଙ୍କୁ, ମନ୍ତ୍ରୀ 2 ଜଣଙ୍କୁ। ତାହେଲେ କେତେ ସୈନ୍ୟ ଅଛନ୍ତି ରାମଚନ୍ଦ୍ରଙ୍କର, ତାଙ୍କ ସହିତ ଯୁଦ୍ଧ କରିବେ, ଯେଉଁ ଲଙ୍କା ପାରି ହେଲେ ଯୁଦ୍ଧ କରିବେ ତାଙ୍କ ସହିତ, ସେଇଥିପାଇଁ ସେ ଗୋଟେ ଖବର ପାଇବା ପାଇଁ ପଠାଇଥିଲେ ଶୁକ ସାରଣଙ୍କୁ, ଯାଅ ଦେଖି ଆସିବ ସେଠି କ'ଣ ହେଇଛି, କ'ଣ ଚାଲିଛି। ତାପରେ ଦେଖ କ'ଣ କୁହାଯାଇଛି, ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି ବୁଝି ନ ବୁଝି କପି ତା ବାଣୀ ପିତା କରିଯେ। ତାହେଲେ ତାର ଅର୍ଥ କ'ଣ କୁହାଗଲା, ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି। ତାର ଅର୍ଥ କ'ଣ, ରାବଣ ଶୁକ ସାରଣଙ୍କ ହାତରେ ବିଭୀଷଣଙ୍କ ପାଇଁ ସନ୍ଦେଶ ପଠାଇ କହିଲା ବିଭୀଷଣଙ୍କୁ କୁହ ଜ୍ୟେଷ୍ଠ ଭ୍ରାତା ମାନେ କ'ଣ, ବଡ଼ ଭାଇ ସଦାବେଳେ ପିତାଙ୍କ ସମାନ ହୋଇଥାନ୍ତି। ରାବଣର କଥାକୁ ତୁ ବୁଝି ନ ବୁଝିଲା ପରି କାହିଁକି କ୍ରୋଧ କରୁଛୁ। ତାଙ୍କର ଉପଦେଶ ବା ବାଣୀକୁ ପିତା ମାନେ କି ବାପା ସ୍ୱରୂପ ଅର୍ଥାତ୍ ହୃଦୟଙ୍ଗମ କରି ଗ୍ରହଣ କର। ଏଠାରେ ପିତା ଅର୍ଥ କ'ଣ, ବାପା କୁହାଯାଇଛି। ତାପରେ ପଦ ଦେଖ, ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ
बड़ कूले जनमी शरण की कारणे जे। ताहले तार अर्थ कौन कौन कहला रावण कहते विभीषण को आपेक्ष करके कहते तू लंकार जो ऐश्वर्य बा संपत्ति माने विभूति भोग करुथिलु ताहा भस्म को अलंकार करिथिबा महादेवों विभूति भूषण माने विभूति भूषण माने कौन महादेवों कृपारु ही मिलिथिला। तू एते बड़ राक्षस कूल रे पुलस्त्य वंशरे जन्म होई जड़े साधारण मानवर शरण केउ कारणरू कहीं नेलु। ताहले सी रामचंद्र पाखक जाई रावण भाई जो विभीषण सी राम पाखर फेरे आने सी सब कहते एगुड़ा सब जा सुख सारण को कहते कि एगुड़ा जा जनइब क्या विभीषण को जनइब जार को विभीषण जमी पलि आसबे कहाड़िकी रावण पाखक लंका को जमी फेरी आसबे। तापर पद देख कौन कही बल अंगद को पिता शत्रु भक्ति पुण्य बाद रचाई पितृव्य बाहुड़ाई सैन्य जे। ताहले तार अर्थ कौन कहला रावण सुख सारण को आउ एक संदेश दे कहते कि अंगद को भी जाकि कहब कि अंगद किए बालींकर पुत्र होचंती अंगद तांकु जाकि ए संदेश दब कि कहब अंगद को कह जी तो पिता को बाली माने बाली को जी हत्या करिछि सेही शत्रु प्रति भक्ति देखाइबा केउ प्रकार पुण्य तेणु तुम्हें निजर पितृव्य दाता माने सुग्रीव को सह कलह माने कौन बाद बाद जेटा को कह जाय आम कवितार सेटा कहूँ कलह बुझिल बाद माने कलह कलह सृष्टि करी निजर बानर सैन्य मानू किस्किंदा को फेराई माने बाहर करी माने कौन फेराई आनिबा फेराई आनी नहीं जाओ माने से कहते अंगद को जाकि कहब रावण कहते सुख सारण को कहवाई अंगद को जाकि कहब अंगदर सैन्य बाहिनी अधिक सी लेके आसता सैन्य बाहिनी को युद्ध करने से कौन कहते रावण कहते कि अंगद पिता बाली को किए हत्या करते रामचंद्र हत्या करते कहीं से खराब बाटर थे रामचंद्र हत्या करते से गुड़ाक कुमंत्रणा देकी कहते ये भाव में कहले जमीती सी पिता मृत्यु पिता को जी मारी तार साहाय्य करेनि बोली पलैबे सैन्य मान को लेकिन यही भाव में सी कहते कहते क्या कहते सुख सारण को कहते कि अंगद को जाकि सब कथा कहब कि सैन्य बाहिनी को लेकिन से फेरी जीवे बोली बाहुड़ी जीवे बोली बुझिपार ये जाए। तापर देख तापर पद कौन कही तापर पद कौन कहला बिहायसे बिहरी सागर जिणी जाई बर्तक स्वरूप द्रुत के टीह कहीजे। ताहले तार अर्थ कौन माने बिहायसे सुक एवं सारण आकाश मार्ग बिहायस माने आकाश मार्ग विचरण करी समुद्र पार हो गले एवं बानर सेनार स्थिति जानापी कपटरे पक्षी माने बर्तक अर्थात कौन पक्षी रूप धारण करके के शब्द करके बुलिले बुझिपार। तापर देख कौन कही विख्यात करु विंशतिकर कहिबार बध उभय भୟରେ पलाई सत्वर जे। ताहले तार कौन कहगला ये से माने रावणर विंशतिकर माने कौन कोड़िए हाथ थिबा दशानन माने रावण सही प्रसिद्ध वार्ता समस्त सामने प्रकाश कले मात्र परवर्ती समय कौन है धरा पड़ी एवं श्रीराम शक्तिर प्रभाव देखि उभय सुख सारण कौन है भयभीत हो सेठारु बहु शीघ्र पलाई गले बुझिपार ये जाए। तापर देख कौन कही बाहुड़ी रावणे कही सुख देव रिपु बइला अनुज जीवी सीता को समुपे जे। ताहले कौन कह लंकारु फेरी आसी बाहुड़ी माने कौन लंकारु फेरी आसी से माने देवता मानक शत्रु देव रिपु माने कौन देवता मानक शत्रु रावण को सब कथा कहले से माने कहले हे राजन के माने कहले से सुख सारण दिजन जो रावणकर मंत्री द्वय कौन कहले हे राजन आपणक संदेश शुणी आपणक अनुज माने सान भाई विभीषण कहते जदि आपण सीता को नहीं श्रीराम को समर्पण न करेंगे तेबे लंकार विनाश सुनिश्चित तेणु सीता को समर्पण करवा ही श्रेयस्कर बुझिपार ये जाए। तापर देख बंचिलु अंगे दे अंग देबारु की धर्मे वज्राघात समतल प्रहारिला व्योमेजे। ताले कौन कह सुक और सारण बानर शिविर रे धरा पड़ा समय बालीपुत्र अंगद से जीवन
मारी न देई छाड़ीदेले माने अंगदठू सी बंचिकी पळी आसिले। एहा बदलरे से केउ धर्म रखिले केजानी से आकाश मार्ग को माने व्योमे व्योमे माने कोन कहै आकाश मार्ग रे लक्ष्य करी निज हातर पापुली रे एक शक्त चापुड़ा देथिले तळ प्रहारी रे मारिथिले जहा स्वयं वज्राघात सदृश भयंकर होइथाता। अंगद को जाइके जतेबेले कहउथले अंगद जदि शक्त चापुड़ा देइथाते ताहाले ताहा पातालगामी हेइथाते बोली कुहाइछि। ताहा जदि बाजी थांता से माने दुई जण पातालगामी हे जाइथाते। बुझि पारलो के माने दुई जण सुक सारण रावणर मंत्री द्वय। बुझि पारलो बाजी थिले चूर्ण बा पाताले भजी थिबो विंध्य भानु तसी हेले बंचाई दैब जे। ताहले बुझि पारछो ताहले कोन कहउछि अंगदंकर सही चापुड़ा प्रहार एते उग्र थिला जे जदि ताहा सुक सारणक देहरे बाजी थांता तेबे से माने शरीर चूरमार हो जाई थांता। जेपरि विंध्य पर्वत सूर्यंक माने भानु कह जाइछि। भानु माने किए सूर्य सूर्यंकर प्रतिशब्द होछि भानु। बुझि पारलो ताहले कोन कहला सूर्यंकर गति अवरोध करिबा बेले अगस्त्य मुनिक द्वार नतमस्तक होइथिला सेही परि केवल भाग्य बा दैव माने कोन ईश्वर अनुकूल थिबारु ही से माने से दिन बंची गले किए सुक सारण बंची गले नहले सेमान दुई जण जदि अंगदर चापुड़ा प्रहार पाए बाजी थाता तांको ऊपर से माने पातालगामी हो जाई थाते। बुझि पारछो तापर देखो बळ केते बोलू बोले जेते शंख सेही बारी राशि रे जनित तेते शंख नाही जे। ताहले तार अर्थ कोन कहा गला सुक सारण श्री राम को बानर सेनार संख्या और बल विषय रे रावण को कहउचंती कोन कहिले हे राजन से सेना रे केते से बलवान वीर अछंती ताहा कहि हेबो नाही। सेठारे शंख संख्यक एक विराट गाणितिक संख्या शंख माने कोन एक विराट गाणितिक संख्या सैन्य अछंती। सेही विराट समुद्र माने बारी राशि माने कोन समुद्र गर्भ रे मध्य प्रकृत रे सेतिकी संख्यक जलज शंख नथिबे माने कोन कहउचंती समुद्र रे जेते सब शंख देखिले मध्य तांकर सेना बाहिनी सेही शंख ठारू मध्य अधिक बोली कहउचंती। जेतिकी संख्यक सैन्य श्री राम को पाखरे अछंती सेटा शंख माने समुद्रर शंख सहित तुलना कले मध्य अधिक हेबे तांको श्री रामचंद्रंकर सैन्य बाहिनी माने। तापर देखो तापर पद कोन कहैछि वितरणे सागर की पांच पचारिला बिहे राम कुश सज्जा प्रत्युत्तर देला जे। ताले कोन कहला रावण पचारिला समुद्र पार हेबा माने वितरणे पार होबा सेटा वितरणर अर्थ होछि पार होबा पाई राम केउ उपाय बा पांच पांच माने कोन परिकल्पना करूछि पांचुछि। दूत माने उत्तर देले राम वर्तमान आकाश स्वरूप शून्य मनरे माने बिहे आकाश शून्य सेटा को कहिछि आकाश स्वरूप शून्य मनरे अत्यंत दुख रे समुद्र देवता को प्रसन्न करिया पाए कोन करछंती कुश सज्जा रे अनशन करी सोई रहिचंती। बुझि पारला ताहाले से अनस देखि गले देखि जाई कि रावण को कहउचंती ए सब कथा। तापर देखो विरसकु मंद करी मंद हास जन्मे बोले कि करिबो एडे हीन पराक्रमे जे। ताले कोन कह जाईछि दूतंक ठारू श्री राम कुश सज्जार सहिथिबा कथा सुनी रावण मनरु समस्त भय और विषाद माने विरसकु माने कोन विषाद दूर करिदेला। ता मुहरे एक अहंकार भरा उपहास माने मंदहास मंदहास माने उपहास करके हसिबा जेटा कह जाउछि सेटा कह जाउछि मंदहास फुटी उठिला। से अति गर्वरे कहिला जे समुद्र पार हेबा पाई साधारण मनीष परी कांदी कांदी कुश सज्जार शयन पशिछि से भली जणे हीन पराक्रमी माने दुर्बल व्यक्ति मोर महाशक्तिशाली लंकार किए अनिष्ट करि पारिबो। बुझि पारछो ताहले सी मंदहास करिकी माने तात्सल्य करिकी उपहास करिकी से रामचंद्र को एभली कहूची माने साधारण मनीष जने जे कांदी कांदिका कुश सज्जार शयन करछि समुद्र को पारी हेकि आसी पारनी सी कोन मोर लंका को नष्ट करिवो। बुझि पारलो एतिकी जाय तमर एठी कविताटा सब सरी गला। तापर यार प्रश्न उत्तर करिबा जे माने फास्ट थर पय वीडियो देखथुबो से माने वीडियो को लाइक करिवो चैनल को सब्सक्राइब करके रखिथिबो जेते बेले मु यार प्रश्न उत्तर छाड़ीबी जेन तमे माने समस्त पाई परिबो। बुझिलो एवडा तमर माने उडा देछि अर्थ उडा देछि देखि के देबो पढि देबो। बुझिलो।